କୋରାପୁଟରେ ଏନ୍ତା ଏନ୍ତା ଜାଗା ଅଛେ ବୋଲିକରି ମୁଇଁ ନି ଜାନିଥାଇ। ଓଡ଼ିଶାର ସ୍ୱର୍ଗ କୋରାପୁଟକେ କହେସନ୍, ଯେନ୍ଟାକି ପ୍ରକୃତରେ ଓଡ଼ିଶାର ସ୍ୱର୍ଗ ଏ। ଆର୍ ଏନ୍ତା ଏନ୍ତା ଜାଗାକେ ଆମେ ଗନୁ ଆର୍ ଏନ୍ତା ବୁଲନୁ ଯେ ତ ମୋର୍ ମନଟା ଖୁସ୍ ହେଇଗଲା। ଥମ୍ବନେଲ୍ ଦେଖିକରି ତ ଆପଣମାନେ ଜାନି ଯାଇଥିବେନ ଯେ ଆମେ କେନ୍କେ ଯାଇଛୁଁ ଇଟା। ଆମେ ଯାଇଛୁଁ ରାନୀ ଡୁଡୁମା ଜଲପ୍ରପାତ, ଯେନ୍ଟାକି ସିମିଲଗୁଡ଼ା ଠାନୁ 26 କିଲୋମିଟର ଆର୍ କୋରାପୁଟ ଟାଉନ୍ ଠାନୁ 45 କିଲୋମିଟର ହଉଛେ। ଇ ରାନୀ ଡୁଡୁମା ଜଲପ୍ରପାତ ନନ୍ଦପୁର ଗାଁରେ ଅଛି। ଇଠାନକେ ଶୀତ ମାସେ ବହୁତ ଜଣ ପିକନିକ୍ କରବାର୍ ଲାଗି ଆଏସନ୍। ଦେଖ ଇଟା ତ ଆମେ ସକାଳ ସକାଳ ପହଞ୍ଚି ଯାଇଛୁଁ ବେଲେ ଭିଡ଼ ହେତେ ନାଇଁନ। ଇନୁ ପ୍ରାୟ 1 କିଲୋମିଟର ପୁରା ସେ ୱାଟରଫଲ୍ ନିକେ ଚାଲି ଚାଲି ଯିବାର୍ ଲାଗି ପଡ଼୍ସି। ଆଉ ଯେନ୍ ମାନେ ଚାଲି ନି ପାରନ୍ ସେମାନଙ୍କର ଲାଗି ଗାଡ଼ିର ବି ସୁବିଧା ଅଛେ। ଇନ ଗୁଟେ ଛୋଟ ଶିଶୁ ଉଦ୍ୟାନ ବାଟିକାଟେ ଅଛେ। ଇଠାନ ଛୋଟ ଛୁଆମାନେ ଖେଲାଖୁଲି କରିପାରବେ। ଆର୍ କେଡ଼େ କେଡ଼େ ବଡ଼ ବଡ଼ ଗଛ ଲଗା ହେଇଛେ ଦେଖ। ଏତେ ଖରା ହେଇକରି ବି ପୁରା ଛାଁ ସବୁଠାନ ହଉଛେ। ଇଟା ଆମେ ଚାଲନୁ ସେ ରାନୀ ଡୁଡୁମା ଜଲପ୍ରପାତ ଯେନୁ ପୁରା ପାନ୍ ବାହାରୁଛେ ସେଠାନକେ ଯିମା। ଆମେ ତ ଇଟା ଗାଧି ଗୁଧା କରି ଚାଲନୁ ଉପର ଆଡ଼କେ। ଇଟା ଗୁଟେ ଗଛଟେ ଅଛେ ଯେନ୍ତା ଦିଶୁଛେ ଯେ ଗୁଟେ ହାତଟେ ଗଛକେ ଧରିଛେ ଏନ୍ତା ଲାଗୁଛେ। ଏଇଟା ଦେଖ 5ଟା ଆଙ୍କୁଟ ମାନେ ଅଛେ ଆର୍ ଗୁଟେ ହାତର ଆକାର ଦେଇଛନ୍। ଏତେ ସୁନ୍ଦର ସୁନ୍ଦର ଫୁଲ ଗଛ ମାନେ ଅଛେ ଇନ ଆର୍ ପରିବେଶ ଏତେ ସଫା ସୁତରା ରଖିଛନ୍ ଯେ ବହୁତ ହିଁ ବଢ଼ିଆ ଲାଗୁଛେ। ଇଟା ତ ଆମେ ଚାଲନୁ ଉପର ଆଡ଼େ ବେଲେ ଇନର ପାଉଁଶ ତ ଏତେ ସୁନ୍ଦର କରିଛନ୍ ଯେ ଯେନ୍ତା ଲାଗୁଛେ କି କାଠର ଏକା ତିଆରି ହେଇଛେ ବୋଲିକରି। ଦେଖ ପୁରା କାଠର ଇଟା ଅଛେ ବୋଲିକରି ଭାବବେ ସମସ୍ତେ। କେତେ ସୁନ୍ଦର ସୁନ୍ଦର କରି ଟେଢ଼ା ମେଢ଼ା ଗୋଲ କରି କରିଛନ୍। ମନଟା ପୁରା ଖୁସ୍ ହେଇଯାଉଛେ ଦେଖିକରି। ଆର୍ ଇଠାନୁ ଚାଲି ଚାଲି ଯିବାର୍ ଲାଗି ପଡ଼ବା ଆମକୁ 1 କିଲୋମିଟର ଭିତର ତକ। ଯେନ୍ ମାନେ ଯଦି ଚାଲି ଚାଲି ଯାଇ ନି ପାରନ୍ ସେମାନଙ୍କର ଲାଗି ଗାଡ଼ିର ବି ସୁବିଧା ଅଛେ। ଗାଡ଼ି ନେଇକରି ସେମାନଙ୍କୁ ଛାଡ଼ି ଦଉଛେ। ଆଉ ଇଠାନକେ ଏଣ୍ଟ୍ରି କରବେ ବେଲେ ଏଣ୍ଟ୍ରି ଟିକେଟ୍ ଜଣେକରଟା 20 ଟଙ୍କା ଲେଖାନ୍ ପଡ଼ୁଛେ। ଇ ଭିତରେ ଶୌଚାଳୟ ବି ଅଛେ। ଆଉ ଗାଧବାର୍ ଲାଗି ବି ପାନ୍ର ବି ସୁବିଧା ଅଛେ। ଇଟା ତ ଆମେ ଇଟା ଚାଲି ଚାଲି ପୁରା ପଲେଇ ଆସନୁ ନ। ଇଟା ଦେଖ କେତେ ବଢ଼ିଆ ନି ଦିଶୁଛନ୍ ଯେ। ଇଟା ହଉଛେ ପୁରା ସେ ରାନୀ ଡୁଡୁମା ଜଲପ୍ରପାତର ଭିତରକେ ଯିବାର୍ ଲାଗି ରାସ୍ତା। ଆଇନ ବାଟେ ଘାଟେ ତ କାଙ୍କେର ମାନେ ବହୁତଟେ ବସେଇଛନ୍। ଗୁଟେ ଗୁଟେ କାଙ୍କେରକେ 20 ଟଙ୍କା ଲେଖାଁ 10 ଟଙ୍କା ଲେଖାଁ ନଉଛନ୍ ଆର୍ ବହୁତଟେ କାଙ୍କେର ମାନେ ବସେଇଛନ୍। ଇଟା ଆମେ ପଲେଇ ଆସନୁ ଭିତରକେ। ଇନୁ ଫେର୍ ଚାଲି ଚାଲି ଯିବାର୍ ଲାଗି ପଡ଼ବା ତାଲ୍ ଆର୍ ଅଧା କିଲୋମିଟର ତକ। ସମସ୍ତେ ଯେବେ ବି କୋରାପୁଟ ଆସୁନ୍ ରାନୀ ଡୁଡୁମା ଜଲପ୍ରପାତ ନିକେ। ଏତେ ସୁନ୍ଦର ଜାଗା ଆର୍ ପାନ୍ ତ ଦେଖିକରି ମନ ଖୁସ୍ ହେଇଯିବା। ଉପରୁ ପଡ଼ଲାଟା ଯେନ୍ତା ଲାଗୁଛେ ସାଉଣ୍ଡ ଯେନ୍ ହଉଛେ ଆର୍ ବହୁତ ହି ବଢ଼ିଆ ଲାଗୁଛେ। ପରିବେଶ ବି ବହୁତ ସୁନ୍ଦର ଲାଗୁଛେ। ଇନକେ ତ ଶୀତ ମାସ ସମସ୍ତେ ଭୋଜି କରି ଆସୁଛନ୍ ପିକନିକ୍ କରି ଆସୁଛନ୍। କେତେ ମଜାମସ୍ତି କରି ଯାଉଛନ୍। ଆର୍ କୋରାପୁଟ ଆଇବେ ବେଲେ କାଣା ଗୁଟେ ଜାଗା ବୁଲବେ। କୋରାପୁଟରେ ଯେତେ ଜାଗା ଅଛେ ଯେ ବୁଲି ନି ପାରନ୍ ନ। ତ ସମସ୍ତେ ଆସୁନ୍ ଘାଏ ବୁଲି। ଇଟା ଦେଖ ପଥରକେ କେନ୍ତା ରଙ୍ଗ ରଙ୍ଗ ମାନେ କରିଦେଇଛନ୍। କେତେ ସୁନ୍ଦର ନି ଲାଗୁଛେ ପଥର ମାନେ। ଇଟା ଦେଖ ପାନ୍ ମାନେ କେନ୍ତା ବାହାରି ବାହାରି କରି ଯାଉଛେ। ଇଟା ନାଇଁ ସେ ଆର୍ ଉପରକେ ଅଛେ ତାଲ୍। ଚାଲ ମୋର୍ ସାଙ୍ଗେ ଦେଖମା କେନ୍ତା ନି ପାନ୍ ପଡ଼ୁଛେ ଉପରୁ ଆର୍ କେତେ ମଜା ଲାଗୁଛେ ଯେ। ଆମେ ତ ସକାଳୁ ଇଟା ଆସିଛୁଁ ବେଲେ ଭିଡ଼ ଭୁଡ଼ା ଟିକେ ବେଶୀ ନିନ କମ୍ କମ୍ ଭିଡ଼ ଅଛନ୍। ଦେଖ କେତେ ନି ଭଲ୍ ଲାଗୁଛେ ଆର୍ ସମସ୍ତେ ତ ଖାଲି ଫଟୋ ହେବାର୍ ଲାଗି ବ୍ୟସ୍ତ। ଯାହାକେ ଦେଖୁନ୍ ଫଟୋ ହଉଛନ୍ ନ। ଆମର୍ ଇଚ୍ଛା ତ ତାର୍ ମାମାକେ ଧରିକରି ପଲେଇ ଗଲାନ ସେ ଉପର ଆଡ଼କେ। ଯେନୁ ପୁରା ଇଟା ପାନ୍ ପଡ଼ୁଛେ ଦେଖ। ସେଠାନକେ ଯାଇକରି ସେମାନେ ଫଟୋ ଫୁଟା ହଉଛନ୍। ଆର୍ ସବୁଆଡ଼େ ମୁଇଁ ଟିକେ ଦେଖ କେତେ ଉପରୁ ନି ପାନ୍ ଆସୁଛେ ଦେଖ। ପାନ୍ର ଗୁଟେ ଆବାଜଟେ ଯେନ୍ତା ଲାଗୁଛେ। ଆଉ ଏତେ ଥଣ୍ଡା ଲାଗୁଛେ ପାନ୍ ଆମେ ତ ଗାଧି ଗୁଧା କରି ପୁରା ଥଣ୍ଡା ହେଇଗନୁ। ଇ ରାନୀ ଡୁଡୁମା ଜଲପ୍ରପାତ ସକାଳର 8 ବଜେନୁ ସନ୍ଧ୍ୟାର 6 ବଜେ ତକ ଖୋଲା ରହୁଛେ। ଏଣ୍ଟ୍ରି ଟିକେଟ୍ ଜଣେକରଟା 20 ଟଙ୍କା ଲେଖାନ୍ ପଡ଼ୁଛେ। ଭିତରେ ଗାଧବାରଟା ଶୌଚାଳୟ ଯିବାଟା ସବୁ ସୁବିଧା ଅଛେ। ଆଉ ଯଦି କାର୍ କରି ଆନବେ ବେଲେ ସେଥିର୍ ଟିକେଟ୍ 50 ଟଙ୍କା ଲେଖାନ୍ ପଡ଼ୁଛେ। ଆର୍ ଇଠାନକେ ଆସବାର୍ ଲାଗି ପାଖର ରେଲୱେ ଷ୍ଟେସନ ହଉଛେ କୋରାପୁଟ। ଆର୍ ଆପଣମାନେ ଯଦି କ୍ୟାବ୍ ବୁକ୍ କରିକରି ଆସିବେ ବେଲେ ଆରାମସେ ଆସିକରି ସବୁଆଡ଼େ ବୁଲିକରି ଯାଇପାରବେ। ଟେମ୍ପୁଟେ ବି ଆନିକରି ଆସିବେ ବେଲେ ବି ଆସିପାରବେ। ବସ୍ରେ ବି ଆସିପାରବେ। ଇଠାନକେ ଆସବାର୍ ଲାଗି ବହୁତ ଠାନୁ ସୁବିଧା ଅଛେ। ଆର୍ ବାଟେ ଘାଟେ ତ ଏତେ ବଢ଼ିଆ ବଢ଼ିଆ ଜିନିଷ ମିଲୁଛେ ଖାଇବାରଟା ଯେ ନି କହୁନ୍ ନ। ସମସ୍ତେ ଦେଖ ଇଚ୍ଛା ବେବି ଚ୍ୟାନେଲ୍କେ ଲାଇକ୍ ସବସ୍କ୍ରାଇବ୍ ସେୟାର କର। ଜୁହାର ଜୟ ମା ସମଲେଇ।